ପିଲାମାନେ ଆମେ ଆଲୋଚନା କରିଥିଲେ ଏଇ ଯୋଉ ଭାରତ ଭାବନାର 2ଟି ପଂକ୍ତି ଆମେ ଆଲୋଚନା କରିଥିଲେ। ଆଜି ଦେଖୁଛ ଭାରତ ଭାବନା 2ଟି ପଂକ୍ତି ଆମେ ଆଲୋଚନା କରିଥିଲେ। ଆଜି ତୃତୀୟ ପଂକ୍ତି ଆଲୋଚନା କରିବା। ତେଣୁ କଣ ଲେଖା ହେଇଛି ଦେଖ ପିଲାମାନେ, କାହିଁ ସେହି ନଦୀ ପୁଣ୍ୟ ତୋୟା ସରସ୍ୱତୀ, ଚାର କୂଳେ ଋଷି କଣ୍ଠେ ସ୍ଫୁରିଲା ଗମ୍ଭୀରେ, ଈଶସ୍ତୁତି ଦେବ ରୂପେ ମୋହି ବସୁମତୀ, ଅମୃତ ସଙ୍ଗୀତ ତାନେ ଉଚ୍ଛ୍ୱାସିନ ଧୀରେ, ହୃଦୟର ଉଚ୍ଚତମ ଆଶା ଲହରୀରେ। ତ ସେ ପ୍ରଶ୍ନ ପଚାରିଛନ୍ତି, ସେ କାହିଁ କାହିଁ ସେହି ଯୋଉ ଭାରତ ମାତାର, ଭାରତ ବକ୍ଷର କାହିଁ ସେହି ନଦୀ, ସେ ନଦୀ କାହିଁ, ସେ ନଦୀ କୁଆଡ଼େ ଉଭା ନେଇଯାଇଛି? କୋଉ ନଦୀ କଥା କୁହାଇଛନ୍ତି ନା ପୁଣ୍ୟ ତୋୟା ସରସ୍ୱତୀ। ପୁଣ୍ୟ ତୋୟା ସରସ୍ୱତୀ ମାନେ ଏଇ ଯୋଉ ସରସ୍ୱତୀ ନଦୀ କାହିଁ, ସରସ୍ୱତୀ ନଦୀ କୁଆଡ଼େ ଗଲା? ପୁଣ୍ୟ ତୋୟା ଅର୍ଥ କ'ଣ? ନା ପୁଣ୍ୟ ତୋୟା ଅର୍ଥ ପବିତ୍ର ଜଳରେ ପୂର୍ଣ୍ଣ, ପବିତ୍ର ନଦୀ ପୁଣ୍ୟ ତୋୟା କଥା କୁହାଯାଇଛି। ଯାର କୂଳେ ଋଷି କଣ୍ଠେ ସ୍ଫୁରିଲା ଗମ୍ଭୀରେ, ମାନେ ଯାହାର କୂଳରେ, ଏଇ ଯୋଉ ନଦୀ ସରସ୍ୱତୀଙ୍କ କୂଳରେ କ'ଣ ହେଇଛି ନା ସରସ୍ୱତୀ ନଦୀ କୂଳରେ କ'ଣ ନା ଋଷିମାନଙ୍କର କଣ୍ଠରେ କ'ଣ ସ୍ଫୁରିଲା ନା ଝଙ୍କାରିଲା, ତରଙ୍ଗୀ ହେଲା। ସ୍ଫୁରିଲା ମାନେ କ'ଣ? ଝଙ୍କାରିଲା, ତରଙ୍ଗୀ ହେଲା। ଋଷିମାନଙ୍କ କଣ୍ଠରେ କ'ଣ ହେଲା ନା ଗମ୍ଭୀର, ମାନେ ଗମ୍ଭୀର ସ୍ୱରରେ କ'ଣ ନା ଗମ୍ଭୀର ସ୍ୱରରେ କ'ଣ ନା ଝଙ୍କାରିଲା, ଗମ୍ଭୀର ସ୍ୱରରେ ଝଙ୍କାରିଲା। କ'ଣ ନା ଈଶସ୍ତୁତି ନାଇଁ, ଈଶସ୍ତୁତି ମାନେ ଭଗବାନଙ୍କର ସ୍ତୁତି। ଈଶ ମାନେ କ'ଣ? ଭଗବାନଙ୍କର ସ୍ତୁତି ମନ୍ତ୍ର, ଏଇଗୁଡ଼ିକ ସବୁ ତାଙ୍କ କଣ୍ଠରୁ ସ୍ଫୁରିଲା, ତାଙ୍କ କଣ୍ଠରୁ ଜାତ ହେଲା। ବୁଝିହେଉଛି? ଦେବ ରୂପେ ମୋହି ବସୁମତୀ, ମାନେ ଦେବ ରୂପେ ମାନେ ଦେବତାର ଭଳି, ଦେବତାଙ୍କ ଭଳି ଏଇ ଯୋଉ ପୃଥିବୀ, ଦେବତାଙ୍କ ଭଳି ଦେବ ରୂପେ ମୋହି ବସୁମତୀ, ଅମୃତ ସଙ୍ଗୀତ ତାନେ ଉଚ୍ଛ୍ୱାସିନ ଧୀରେ, ହୃଦୟର ଉଚ୍ଚତମ ଆଶା ଲହରୀରେ। ତେଣୁ କ'ଣ ହେଇଛି ନା ତାଙ୍କର କଣ୍ଠରୁ ଋଷି କଣ୍ଠରୁ ସ୍ଫୁରଣ ହେଲା କ'ଣ ନା ଈଶସ୍ତୁତି, ଭଗବାନଙ୍କର ସ୍ତୁତି ନାଇଁ, ଦେବତାର ଭଳି ଦେବ ରୂପେ ମୋହି ବସୁମତୀ। ତେଣୁ ଦେବ ରୂପେ ଏଇ ଯୋଉ ପୃଥିବୀ କ'ଣ କଲା? ପୃଥିବୀ ମୋହିଗଲା। କେମିତି ନା ଅମୃତ ସଙ୍ଗୀତ ତାନେ ଉଚ୍ଛ୍ୱାସିନ ଧୀରେ, ଅମୃତ ସଙ୍ଗୀତ ତାନେ, ଅମୃତମୟ ସଙ୍ଗୀତର ସ୍ୱରରେ କ'ଣ ହେଲା? ଉଚ୍ଛ୍ୱାସିନ ଧୀରେ, ମାନେ ଧୀରେ, ଗମ୍ଭୀରରେ, ଶାନ୍ତ ଭାବରେ ଜନ୍ମିଲା କ'ଣ ନା ଏଇ ସଙ୍ଗୀତ, ଏଇ ଯୋଉ ସଙ୍ଗୀତ ଏବଂ ମନ୍ତ୍ର ଉଚ୍ଚାରଣ ହେଲା। ତେଣୁ ହୃଦୟର ଉଚ୍ଚତମ ଆଶା ଲହରୀରେ, ତେଣୁ ମନର ସର୍ବୋଚ୍ଚ ଆଶାର ତରଙ୍ଗରେ, ମନର ସର୍ବୋଚ୍ଚ ଆଶା ତରଙ୍ଗରେ, ମନର ସର୍ବୋଚ୍ଚ ଆଶା କୋଉଠି ନା ଭଗବାନଙ୍କର ସ୍ତୁତି ଗାଇଲେ ମନର ସର୍ବୋଚ୍ଚ ଆଶା, ସେହି ଆଶା ଲହରୀରେ ଯୋଉ ଗୀତ ଗାଉଥିଲେ, ଯୋଉ ମନ୍ତ୍ର ଜପ କରୁଥିଲେ ଋଷିମାନେ ଏଇ ପୁଣ୍ୟତୋୟା ସରସ୍ୱତୀ କୂଳରେ, ସେ ସରସ୍ୱତୀ ନଦୀ କାହିଁ? ସରସ୍ୱତୀ ନଦୀ ଭାରତ ବକ୍ଷରେ ଯୋଉ ଥିଲା କାହିଁ ନାହିଁ ରେ? ଭାରତ ବର୍ଷେ ଆଜି ସେ ସରିତ ମାନେ ଏଠି ନଦୀ, ମାନେ ନାହିଁ ରେ ଭାରତ ବକ୍ଷେ ଆଜି ନାହିଁ। ସେ ଭାରତ ବକ୍ଷରେ ସେ ଯୋଉ ନଦୀ, ସେଇ ସରସ୍ୱତୀ ନଦୀ ଆଜି ନାହିଁ। ବେଦ ମାତା ଆର୍ଯ୍ୟ ଦେହ ପୁଷ୍ଟ ଯାର ନୀରେ, ଯାହାର ନୀରରେ, ଯାହାର ଜଳ ପାନ କରି, ଯାହାର ଜଳରେ ବେଦମାନଙ୍କର ଜନନୀ ନାଇଁ, ସରସ୍ୱତୀ ନଦୀକୁ ବୋଲାଯାଏ କ'ଣ ନା ବେଦମାନଙ୍କର ଜନନୀ ବୋଲି ବୋଝାଏ। କାହାକୁ ବେଦମାତା କୁହାଯାଇଛି? ସେ ସରସ୍ୱତୀ ନଦୀକୁ ବେଦମାତା କୁହାଯାଇଛି। ଏଇ ଆର୍ଯ୍ୟ ଦେହ ପୁଷ୍ଟ, ଆର୍ଯ୍ୟମାନଙ୍କ ଦେହ ପୁଷ୍ଟ ହୋଇଥିଲା ଏଇ ନୀର ପିଇ, ଏଇ ଜଳ ପିଇ। ସେଇ ବେଦମାତା, ସେଇ ସରସ୍ୱତୀ ନଦୀ କାହିଁ? ଆର୍ଯ୍ୟ କବି ଆତ୍ମା ପଦ୍ମ ଯହିଁ ବିକଶିତ, ଆର୍ଯ୍ୟ କବି କ'ଣ? ଆର୍ଯ୍ୟ କବିଙ୍କ ହୃଦୟର ପଦ୍ମ, ଆତ୍ମା ପଦ୍ମ ମାନେ କ'ଣ? ହୃଦୟର ପଦ୍ମ, ମନର ପଦ୍ମ। ତେଣୁ ଆର୍ଯ୍ୟ କବି, ସେଇ ଆର୍ଯ୍ୟ କବି ଯୋଉମାନେ କି ଋଷିମାନଙ୍କୁ କୁହାଯାଇଛି,
ଆର୍ଯ୍ୟ କବି ଆତ୍ମାପଦ ଜଇଁ ବିକଶିତ, ଯେଉଁଠିକି ଆର୍ଯ୍ୟ କବିମାନଙ୍କର ହୃଦୟ ବିକଶିତ ହୋଇଥିଲା, ଶିଖିଲା ସମ୍ବନ୍ଧ ତାର ପରମାତ୍ମା ମିହିର ସହିତ। ତେଣୁ ସେ ଋଷିମାନେ କ'ଣ ଶିଖିଥିଲେ? ନା ସମ୍ବନ୍ଧ ସମ୍ପର୍କ ଶିଖିଥିଲେ। କାହାର? ନା ପରମାତ୍ମାଙ୍କ ସହିତ ସମ୍ପର୍କ କରି ଶିଖିଥିଲେ। ପରମାତ୍ମା ପରମେଶ୍ୱର। ମିହିର ମାନେ କ'ଣ? ନା ମିହିର ମାନେ ସୂର୍ଯ୍ୟ। ମିହିର ମାନେ କ'ଣ? ସୂର୍ଯ୍ୟ। ତ ପରମାତ୍ମା ସୂର୍ଯ୍ୟଙ୍କ ସହିତ, ପରମାତ୍ମା ସୂର୍ଯ୍ୟଙ୍କ ସହିତ ଯୋଡ଼ିବାର, ଯୋଗ କରିବାର ସମ୍ବନ୍ଧ ସେମାନେ ଶିଖିଥିଲେ। ନାଇଁ, ତେଣୁ କେତେ ସୁନ୍ଦର। ତେଣୁ ତାର ଯେଉଁ ମିନିଂ ଗୁଡ଼ିକ, ନାଇଁ, ତେଣୁ କ'ଣ କହୁଛନ୍ତି? ନା ସେଇ ପବିତ୍ର ନଦୀ ଆଜି ନାହିଁ। ତାପରେ ଦେଖିବା ପିଲାମାନେ ଚତୁର୍ଥ, ଆମେ ଦେଖିବା ଚତୁର୍ଥ, ଚତୁର୍ଥ ମାନେ ପଙ୍କ୍ତି, ନାହିଁ ସେହି ଦିନ ଯେବେ ପବିତ୍ର ଆଶ୍ରମେ, ସେଇ ଦିନ ଆଉ ନାହିଁ। ସେ କହୁଛନ୍ତି ସେଇ ଦିନ ଆଉ ନାହିଁ ଯେ ପବିତ୍ର ଆଶ୍ରମେ, ଯେଉଁ ପବିତ୍ର ଆଶ୍ରମରେ ସମାସୀନ ବ୍ରହ୍ମବାଦ ଆର୍ଯ୍ୟ ଋଷିଗଣ। ସମାସୀନ ମାନେ କ'ଣ? ନା ଏକତ୍ର ହୋଇ ବସିଥିବା। ସମାସୀନ ମାନେ ଏକତ୍ର ହୋଇ ବସିଥିବା। ସମାସୀନ ମାନେ ଏକତ୍ର ହୋଇ ବସିଥିବା। ଯେଉଁ ଏକତ୍ର ହୋଇ ବସି କ'ଣ କରନ୍ତି? ନା ଏକତ୍ର ହୋଇ ବସିକିରି ଯେଉଁ ଋଷିମାନେ କ'ଣ କରନ୍ତି? ନା ଗାନ କରନ୍ତି, ନାଇଁ, ମନ୍ତ୍ର ଗାନ କରନ୍ତି। ଋଷିମାନେ ଏକତ୍ର ହୋଇକି ବସିକି ମନ୍ତ୍ର ଗାନ କରନ୍ତି, ନାଇଁ। ତେଣୁ ସମାସୀନ ବ୍ରହ୍ମବାଦ ଆର୍ଯ୍ୟ ଋଷିଗଣ, ସେଇ ବ୍ରହ୍ମବାଦ ମାନେ ବ୍ରହ୍ମ ବିଷୟରେ ଯେଉଁମାନେ ଚିନ୍ତନ କରନ୍ତି, ବ୍ରହ୍ମବାଦ। ତେଣୁ ବ୍ରହ୍ମ ବିଷୟରେ ଚିନ୍ତନ ଆଲୋଚନା କରୁଥିବା ସେହି ଆର୍ଯ୍ୟ ଋଷିଗଣ ଏକା ସାଙ୍ଗରେ ବସି ଯେଉଁ ମନ୍ତ୍ର ଉଚ୍ଚାରଣ କରୁଥିଲେ ବା ଆଶ୍ରମରେ ଥିଲେ, ସେମାନେ ଆଉ ନାହାନ୍ତି। ବଶିଷ୍ଠ ଋଷି କଥା କୁହାଯାଇଛି। ଏଠି ଅତ୍ରି ଋଷି କଥା କୁହାଯାଇଛି, ଅଙ୍ଗିରା ଋଷି କଥା କୁହାଯାଇଛି, ବ୍ୟାସ ଋଷିଙ୍କ କଥା କୁହାଯାଇଛି, ଜନକଙ୍କ କଥା କୁହାଯାଇଛି। ନାଇଁ, ଏଇ ଯେଉଁ ଋଷିମାନେ ସବୁ କୁଆଡ଼େ ଗଲେ? ବଶିଷ୍ଠ ମାନେ ବଶିଷ୍ଠ ଋଷି କଥା କୁହାଯାଇଛି। ଯିଏକି ବଶିଷ୍ଠ କାହିଁ କୁହାଯାଇଛି? ନା ଯିଏ ସବୁକୁ ବସ୍ରେ ରଖନ୍ତି, ନାଇଁ, ସେ ଯିଏ ସବୁକୁ ବସ୍ରେ ରଖନ୍ତି, ସବୁ ଇନ୍ଦ୍ରିୟଙ୍କୁ ବସ୍ରେ ରଖନ୍ତି। ବଶିଷ୍ଠ। ଅତ୍ରି ଅଟଳ ସଂଯମେ, ଅତ୍ରି ଋଷି ଯିଏକି ଅଟଳ ସଂଯମର ଋଷି ଥିଲେ। ଅଗ୍ନି ସଙ୍କାଶ ଅଙ୍ଗିରା, ତେଣୁ ଅଙ୍ଗିରା ଋଷି କଥା କୁହାଯାଇଛି। ତେଣୁ ଅଗ୍ନି ପରି ଦୀପ୍ତମାନ ଅଙ୍ଗିରା ଋଷି। ଅଗ୍ନି ସଙ୍କାଶ ମାନେ କ'ଣ? ଅଗ୍ନି ପରି ଦୀପ୍ତମାନ ଅଙ୍ଗିରା। ଆଉ ବ୍ୟାସ ତପୋଧନ ମାନେ ତପସ୍ୟାରେ ଧନୀ ବ୍ୟାସ ଋଷି। ତେଣୁ ବ୍ୟାସ ତପୋଧନ, ତପ ମାନେ ତପସ୍ୟା, ତପୋଧନ ବୋଲି କୁହାଯାଇଛି। ରାଜଶ୍ରୀ ଜନକ ନିତ୍ୟ ରାଜଶ୍ରୀ ଜନକ। ରାଜଶ୍ରୀ କାହିଁକି? ସେ ଜଣେ ରାଜା ଥିଲେ, ତ ରାଜା ହୋଇ ମଧ୍ୟ ଋଷି ଥିଲେ, ନାଇଁ। ତ ନିତ୍ୟ ଶାନ୍ତି ପରାୟଣ, କି ରାଜଶ୍ରୀ ଜନକ ଯିଏକି ନିତ୍ୟ ଶାନ୍ତି ପରାୟଣ ଥିଲେ। ଧ୍ୟାଇଲେ ସୃଷ୍ଟିର ତତ୍ତ୍ୱ ମଜି ତପସ୍ୟାରେ। ସେମାନେ ସବୁ କ'ଣ କଲେ? ନା ସେମାନେ ଧ୍ୟାନରେ ରହିଲେ, ତପସ୍ୟାରେ ରହିଲେ। ଧ୍ୟାଇଲେ ମାନେ କ'ଣ? ତପସ୍ୟାରେ ରହିଲେ, ଧ୍ୟାନରେ ରହିଲେ। ସବୁ ଋଷି ଧ୍ୟାନରେ ରହିଲେ, ତପସ୍ୟାରେ ରହିଲେ। ଆନନ୍ଦେ ବିସ୍ମୟ ଆହା କଳେ ଦର୍ଶନ। ଆନନ୍ଦେ ବିସ୍ମୟ ଆହା କଲେ ଦର୍ଶନ। ଏଇଟା ହେବ କଲେ ଦର୍ଶନ। ଆନନ୍ଦ ବିସ୍ମୟ ଆହା କଲେ ଦର୍ଶନ। ବ୍ୟାପୀ ଆକୁଳ ଅନନ୍ତ ଘୋର ଅନ୍ଧକାରେ, ବିରାଜିତ ବ୍ରହ୍ମଜ୍ୟୋତି ନିସ୍ତରଙ୍ଗ କାଳ ପାରବାରେ। ମାନେ ଏମିତିକି ଯଦି ଦର୍ଶନ ତାଙ୍କୁ କରାଯାଏ, ଆନନ୍ଦେ ବିସ୍ମୟ ଯାହା କଲେ ଦର୍ଶନ, ଯଦି ସେମାନଙ୍କୁ ଦର୍ଶନ କରାଯାଏ, ମାନେ ସେଇମାନେ କ'ଣ? ନା ସେଇମାନେ ତପସ୍ୟାରେ କ'ଣ ଦର୍ଶନ କଲେ? ତପସ୍ୟାରେ ମଜିଯାଇ ଏବଂ ଧ୍ୟାନରେ ମଜିଯାଇ, ଧ୍ୟାଇଲେ ମାନେ ଧ୍ୟାନରେ ମଜିଯାଇ, ତପସ୍ୟାରେ ମଜିଯାଇ ସୃଷ୍ଟିର ତତ୍ତ୍ୱ, ପୃଥିବୀର ସୃଷ୍ଟିର ତତ୍ତ୍ୱକୁ ବଖାଣିଲେ। ଆନନ୍ଦେ ବିସ୍ମୟ ଏହା କଲେ ଦର୍ଶନ। ଏଇ ଯେଉଁ ଆନନ୍ଦ ବିସ୍ମୟରେ ବା ଆନନ୍ଦରେ, ସେଇ ଧ୍ୟାନରେ ମଜିଯାଇ ସେମାନେ ଦର୍ଶନ କଲେ। କ'ଣ ଦର୍ଶନ କଲେ? ବ୍ୟାପୀ ଅକୁଳ ଅନନ୍ତ ଘୋର ଅନ୍ଧକାରେ, ବିରାଜିତ ବ୍ରହ୍ମଜ୍ୟୋତି। କାହାକୁ ଦର୍ଶନ କଲେ? ବ୍ରହ୍ମଜ୍ୟୋତିକୁ ଦର୍ଶନ କଲେ। ପରମ ସତ୍ୟର ଆଲୋକକୁ ଦର୍ଶନ କଲେ। ଘୋର ଅନ୍ଧକାର, ଭୟାନକ ଅନ୍ଧକାର ଭିତରେ
ସେମାନେ ଭୟାନକ ଅନ୍ଧକାର ଭିତରେ ଏ ଯେଉଁ ଅନନ୍ତ ଅକୂଳ ବ୍ୟାପୀ ଅନନ୍ତ ଅକୂଳ ଘୋର ଅନ୍ଧକାରରେ ଯେଉଁ ବ୍ୟାପିଛି କିଏ? ବିରାଜିତ ବ୍ରହ୍ମ ଜ୍ୟୋତି। ସେ ବ୍ରହ୍ମ ଜ୍ୟୋତିକୁ ଦର୍ଶନ କଲେ ନିସ୍ତରଙ୍ଗ କାଳ ପାରାବାରେ, ନିସ୍ତରଙ୍ଗ କାଳ ପାରାବାରେ। ତେଣୁ ଏଇ ଯେଉଁ କାଳ, ଏଇ ଯେଉଁ ମାନେ କାଳ ପାରାବାରେ, ନିସ୍ତରଙ୍ଗ କାଳ ପାରାବାରେ ମାନେ ତରଙ୍ଗହୀନ କାଳର ସମୁଦ୍ର, ଯେଉଁ ତରଙ୍ଗହୀନ କାଳର ସମୁଦ୍ର କାଳ କବଳିତ କରିନିଏ, ସେ କାଳ ସମୟରେ ସେଇ ନିସ୍ତରଙ୍ଗ କାଳ ପାରାବାରେ ସେମାନେ ବିରାଜିତ ମାନେ ବ୍ରହ୍ମ ଜ୍ୟୋତିକୁ ଦର୍ଶନ କଲେ, ଅନ୍ଧକାରରେ ବ୍ରହ୍ମ ଜ୍ୟୋତିକୁ ଦର୍ଶନ କଲେ। 5 ନମ୍ବର ଦେଖିବା। ତାପରେ 5 ନମ୍ବର ଏଇଠି ଦେଖ ପିଲାମାନେ, ବହୁତ ବଢ଼ିଆ। ଥିଲା ଦିନେ ଯେବେ, ଥିଲା ଦିନେ ଯେବେ ଏଇ ଭାରତ ଧାମରେ, ଯେତେବେଳେ ଭାରତ ଧାମରେ ଥିଲା, କ'ଣ ଥିଲା କିରେ? ପବିତ୍ରତା ମୂର୍ତ୍ତିମତୀ ସରଳମତୀ, ସରଳତାମୟୀ। ଏଇଠି ଏବେ କ'ଣ କହିଛନ୍ତି? ଏଇ ଯେଉଁ ନାରୀମାନଙ୍କ କଥା କହିଛି, ମାଆମାନଙ୍କ କଥା କୁହାଯାଇଛି, ନାଇଁ? ଥିଲା ଯେବେ, ଥିଲା ଦିନ ଯେବେ ଏହି ଭାରତ ଧାମରେ ଥିଲା କ'ଣ ନା? ପବିତ୍ରତା ଥିଲା, ପବିତ୍ରତା ମୂର୍ତ୍ତିମତୀ, ପବିତ୍ରତା ମୂର୍ତ୍ତିମତୀ, ସରଳତାମୟୀ, ଦୟାରୂପେ ଅବତୀର୍ଣ୍ଣା ଋଷିଜନ ଘରେ। ନାଇଁ, କ'ଣ ଥିଲା ନା? ପବିତ୍ରତା ମୂର୍ତ୍ତିମତୀ, ପବିତ୍ରତାର ଦେହ ଧାରଣ କରିଥିବା, ପବିତ୍ରତାର ଦେହ ଧାରଣ କରିଥିବା ପବିତ୍ରତା ମୂର୍ତ୍ତିମତୀ, ନାଇଁ? ସରଳତାମୟୀ, ସରଳତାରେ ପରିପୂର୍ଣ୍ଣ, ସରଳତାରେ ପରିପୂର୍ଣ୍ଣ, ନାଇଁ? ଆଉ ଦୟା ରୂପେ ଅବତୀର୍ଣ୍ଣା, ଦୟା ରୂପେ ଅବତୀର୍ଣ୍ଣା ମାନେ କ'ଣ? ଦୟାର ରୂପରେ ଅବତରଣ କରିଥିବା, ଦୟାର ରୂପରେ ଅବତରଣ କରିଥିବା ଋଷିଜନ ଘରେ, ଋଷିଜନ ଘରେ, ଋଷିଙ୍କ ଘରେ, ଋଷିମାନଙ୍କ ଘରେ କିଏ ଥିଲେ ନା? ଋଷିକନ୍ୟା, ଋଷିକନ୍ୟା, ଋଷି ପତ୍ନୀ ମାନେ ଥିଲେ, ଯେଉଁମାନେ କ'ଣ ଥିଲେ? ପବିତ୍ରତାର ମୂର୍ତ୍ତିମତୀ, ସରଳତାର ମୂର୍ତ୍ତିମତୀ, ସରଳତାମୟୀ ଆଉ ଦୟା ରୂପକ ସେମାନେ ଋଷିକନ୍ୟା ମାନେ ଥିଲେ, ଋଷି ପତ୍ନୀ ମାନେ ଥିଲେ, ଦିବ୍ୟ ତେଜମୟୀ, ଦିବ୍ୟ ତେଜମୟୀ ମାନେ ତେଜମୟୀ, ପ୍ରଭାଶାଳୀ, ଦିବ୍ୟ ଶକ୍ତିଶାଳୀ ସେମାନେ ଥିଲେ, ବହୁତ ଶକ୍ତିଶାଳୀ ଥିଲେ, ନାଇଁ? ଦିବ୍ୟ। ତାପରେ ଉତ୍ସାହ ମିଳେ ପାପାକ୍ରାନ୍ତ ମେଦିନୀର ଭାର, ଉତ୍ସାହ ମିଳେ ପାପାକ୍ରାନ୍ତ ମେଦିନୀର ଭାର। ଏଇ ପାପାକ୍ରାନ୍ତ ମେଦିନୀ, ମେଦିନୀ ମାନେ କ'ଣ? ପୃଥିବୀ। ଏଇ ପାପାକ୍ରାନ୍ତ ମେଦିନୀର ଭାର, ପାପରେ ଆବୃତ, ପାପରେ ଆବୃତ ଏଇ ମେଦିନୀ ପୃଥିବୀର ଭାର ବା ଦୁଃଖକୁ ସେମାନେ କ'ଣ? କୋଳେଇ ନେଇଥିଲେ। ଦୁଃଖକୁ ସେମାନେ ଏଇ ତେଜମୟୀ, ତେଜମୟୀ ବା ପ୍ରଭାବଶାଳୀ ତାଙ୍କର ଜ୍ଞାନରେ ସେମାନେ କ'ଣ କରିଥିଲେ ନା? କୋଳେଇ ନେଇଥିଲେ। ଉତ୍ସାହ ମିଳେ ମାନେ କୋଳେଇ ନେଇଥିଲେ। ହେଉଛି ନେକ୍ସଟ, ଯେବେ ବୀର ସମନ୍ତିନୀ କ୍ଷତ୍ରିୟ କୁମାରୀ, ଯେବେ ବୀର ସୀମନ୍ତିନୀ କ୍ଷତ୍ରିୟ କୁମାରୀ, ନାଇଁ? ବୀର ସୀମନ୍ତିନୀ, ବୀରମାନଙ୍କୁ ଯେଉଁମାନେ ଜନ୍ମ ଦେଇଛନ୍ତି, ସେହି ସାହସୀ ସ୍ତ୍ରୀମାନଙ୍କ କଥା କୁହାଯାଇଛି। ବୀର ସୀମନ୍ତିନୀ ମାନେ ବୀରମାନଙ୍କୁ ଯିଏ ଜନ୍ମ ଦେଇଛନ୍ତି। ଏଇ କ୍ଷତ୍ରିୟ କୁମାରୀ ମାନେ, ଏଇ ଋଷି କ୍ଷତ୍ରିୟ କୁମାରୀ ମାନେ ଯେଉଁମାନେ ବୀର ସନ୍ତାନମାନଙ୍କୁ ଜନ୍ମ ଦେଇଛନ୍ତି, ପ୍ରସବିଲେ ବୀରବୃନ୍ଦ ମହି ଅଳଙ୍କାର, ପ୍ରସବିଲେ ମାନେ ସେମାନେ ସାହସୀ ପୁରୁଷମାନଙ୍କୁ ଜନ୍ମ ଦେଲେ। ଶିଖାଇଲେ ପ୍ରାଣକାନ୍ତେ କଟାକ୍ଷ ପ୍ରହାରୀ, ସେ ବୀରତ୍ୱ ଯାର ଯଶ ଉଚ୍ଚାନାଦେ ଘୋଷଇ ସଂସାର। ଶିଖାଇଲେ, କ'ଣ ଶିଖାଇଲେ ନା? ଶିଖାଇଲେ କ'ଣ ନା? ଶିଖାଇଲେ, ଏଇଠି କ'ଣ ଲେଖା ହେଇଛି? ଶିଖାଇଲେ ପ୍ରାଣକାନ୍ତେ କଟାକ୍ଷ ପ୍ରହାରୀ, ପ୍ରାଣକାନ୍ତେ ମାନେ ପ୍ରାଣପ୍ରିୟ, ସ୍ନେହଭରା, ପ୍ରାଣକାନ୍ତେ ମାନେ ପ୍ରାଣପ୍ରିୟ, ସ୍ନେହଭରା। କ'ଣ ଶିଖାଇଲେ ନା? କଟାକ୍ଷ, କଟାକ୍ଷ ପ୍ରହାରୀ, ସାହସର ଶିକ୍ଷା ଦେଲେ, ସାହସର ଶିକ୍ଷା ଦେଲେ। କାହାକୁ? ଏଇ ଯେଉଁ ପୁତ୍ରମାନଙ୍କୁ ସାହସର ଶିକ୍ଷା ଦେଲେ। ସେ ବୀରତ୍ୱ ଯାର ଯଶ ଉଚ୍ଚନାଦେ ଘୋଷଇ ସଂସାର, ସେଇ ବୀରତ୍ୱରେ, ସେଇ ସାହସରେ, ପରାକ୍ରମରେ ଏଇ ଯେଉଁ ଯଶ କୀର୍ତ୍ତି ସମ୍ମାନ, ଏ ଯଶ କୀର୍ତ୍ତି ସମ୍ମାନ ସାରା ସଂସାରରେ ଘୋଷିତ ପ୍ରଚାରିତ ହେଉଛି, ନାଇଁ? ସେଇ ମା' ମାନେ ଶିଖେଇଲେ ତାଙ୍କର ବୀରପୁତ୍ରମାନଙ୍କୁ। ତାହେଲେ ଅଯୋଧ୍ୟା କଥା ଆମେ ଆଲୋଚନା କରିବା। ଏବେ ଦେଖ, କାହିଁ ସେ ଅଯୋଧ୍ୟା, ଅଯୋଧ୍ୟା କଥା ପଚାରିଛନ୍ତି ଯେ କାହିଁ ସେ ଅଯୋଧ୍ୟା ଧନ୍ୟା ଯୋଧେନ୍ଦ୍ର ଜନନୀ, କାହିଁ ସେ ଅଯୋଧ୍ୟା, କାହିଁ ସେ ଅଯୋଧ୍ୟା ମାନେ ଅଯୋଧ୍ୟା ଧନ୍ୟା, ପୁଣ୍ୟମୟୀ ଅଯୋଧ୍ୟା, ଯେଉଁ ମହାନ ସହର, ସେ ମହାନ ସହର କାହିଁ ଗଲା? ଯୋଧାନ୍ଦ୍ରେ ଜନନୀ, ବୀରମାନଙ୍କ ଜନନୀ, ବୀରମାନଙ୍କ ଜନନୀ ଅଯୋଧ୍ୟା, ଯେଉଁଠାରେ ବୀରପୁତ୍ରମାନଙ୍କର ଜନ୍ମ ହୋଇଛି, ସେଇ ଜନ୍ମ
जोटी हेची अयोध्या से अयोध्या आउ काहीं योधेन्द्र जननी अर्थात अयोध्या केते केते वीर मानक जननी माने जन्म देइची से अयोध्या काहीं क्षात्र तेज भानु जहीं उइला पहिले क्षात्र तेज भानु माने कौन क्षत्रिय मानकर प्रभा सूर्य भानु माने कौन सूर्य भानु माने सूर्य तो क्षत्रिय मानकर प्रभा क्षेत्र तेजो प्रभा तेजो भानु माने क्षत्रिय मानकर तेज क्षत्रिय मानक तेज जो सूर्य जहीं उई थिला से अयोध्या रे उई थिला से अयोध्या रे उई थिला हिमोज्ज्वल हिमाचल छिरे दिनमणि हेमरश्मि बिंचे यथा निशा प्रभावित कौन प्रभातिले नहीं तो हिमाज्वल हिमाचल सिरे दिनमणि से कहउचंती जे हिमालयर शिखर रे हिमाचल सिरे माने हिमालयर शिखर रे जो दिनमणि माने किए दिनमणि माने सूर्य दिनमणि माने किए ना सूर्य ये सूर्य माने सूर्य कौन करुचंती ना बरफवृत हिम हिमोज्ज्वल माने कोई हिमोज्ज्वल रे माने हिम उज्ज्वल बा से हिमाचल रे माने बरफ वृत्तरे हिमाचल रे दिनमणि बा सूर्य जोठी उइचंती हेमरश्मि बिंचे यथा निशा प्रभातिले जेमिति कि हेमरश्मि माने सुवर्ण भଳି रश्मि सुवर्ण किरण हेमरश्मि माने सुवर्ण किरण जोठी कण बिंचे माने विकिरण करिथाए यथा निशा प्रभातिले जोठी कि कण जोठी कि राति प्रभात परिणत होइची राति प्रभात परिणत होइतिला कोटी अयोध्या रे से सूर्य प्रभव वंश अबा केउठारे से सूर्य वंश केउठारे से सूर्य वंश केउठारे अछंती बोली प्रश्न करिसंती से सूर्य प्रभव वंश बा सूर्य वंश राघव वंश केउठारे अछि जार कीर्ति महागीत आदि महाकवि गाइले अमृत कंठे पवित्र झंकारे जार कीर्ति कौन जार कीर्ति माने कौन जार कीर्ति माने जार कीर्ति किए गाइले ना किए गाइले आदि महाकवि नहीं तो पूर्वर जो तांकर कीर्ति गाइथिले तांकर जो कीर्ति गाइथिले महाकवि किए ना आदि महाकवि किए महाकवि होचंती वाल्मीकि महर्षि वाल्मीकि कथा एटी कुआइची तो तांकर जो कीर्ति गाइथिले सूर्यवंशर कीर्ति गाइथिले से महागीत आदि महाकवि गाइथिले गाइले अमृत कंठे पवित्र झंकारे तो पवित्र झंकार रे अमृतमय कंठरे गाइथिले कौन गाइथिले वीरोत्तर सतीत्वर से अतुल्य छवि वीरोत्तर ओ ना चित्री रामायण कारे तपोधन अर्पिला संसारे तेणु से जो ऋषि वाल्मीकि गाइथिले पवित्र झंकार रे गाइथिले पवित्र स्वर रे गाइथिले वीरोत्तर माने वीरोत्तर गाथा गाइथिले पिला मान ध्यान देवे सतीत्वर से अतुल्य छवि सतीत्व सीतांकर सतीत्व से अतुल्य छवि गाइथिले वीरोत्तर श्रीरामंकर वीरोत्तर गाथा गाइथिले चित्री रामायण रे कोठी रामायण कारे रामायण रचना करी रामायण सृष्टि करी से गाइथिले एवं रामायण कारे तपोधन अर्पिल संसारे एवं तपोधन तपस्या रे हनी तपस्वी किए तपोध्यान तपस्वी किए ना महाकवि वाल्मीकि तुम्हें आपण कौन कले ना अर्पण कले संसार को कौन अर्पण कले रामायण अर्पण कले तो रामायण रे वीरोत्तर गाथा सतीत्वर गाथा लिखाई देखिए 7 नंबर माने बहुत बढ़िया लगुच जोटा कि माने तुमर अच्छी भारत भावना नहीं भारतर उच्चाट कथा लिखाई कथा तेणु तापर देखिए ये भारत हृदकोत्सव कौरव नहीं गौरव भारत हृदकोत्सव कौरव कौन कही कौरव गौरव कि ना भारत हृदकोत्सव माने भारतर हृदयर मणि भारतर हृदकोत्सव माने भारतर हृदयर मणि तो हृदयर मणि कौन ना हृदयर मणि कौरव मानंकर गौरव कहीं से इंद्रप्रस्थ कहीं बा हस्ती ताहले इंद्रप्रस्थ कहीं ना हस्ती ना कहीं
ଇନ୍ଦ୍ରପ୍ରସ୍ଥ କ'ଣ ନା ପାଣ୍ଡବମାନଙ୍କର ନଗର। ପାଣ୍ଡବମାନଙ୍କର ନଗର ହେଉଛି ଇନ୍ଦ୍ରପ୍ରସ୍ଥ ପଚାରିଛନ୍ତି। ହସ୍ତିନା ହେଉଛି କ'ଣ ନା କୌରବମାନଙ୍କର ନଗର ହସ୍ତିନା। କାହିଁ ସେ କୁଆଡ଼େ ଗଲା? ଯାହାର ମୋହନ ଛବି ନୟନ ଦୁର୍ଲଭ, ଯାହାର ମୋହନ ଛବି ନାଇଁ, ନୟନ ଦୁର୍ଲଭ ମାନେ କ'ଣ? ଆଖିକୁ ଦୁର୍ଲଭ, ବହୁତ ସୁନ୍ଦର, ଆଖିକୁ ବହୁତ ସୁନ୍ଦର ନାଇଁ, ଆଖିକୁ ବହୁତ ସୁନ୍ଦର। ସେ କୁଆଡ଼େ ଗଲା? ଇନ୍ଦ୍ରପ୍ରସ୍ଥ ଆଉ ହସ୍ତିନା। ନାଇଁ, କେତେ ସୁନ୍ଦର ସୁନ୍ଦର ରାଜପ୍ରସାଦ ସେଠି ତିଆରି ହେଇଥିଲା। ହୃଦୟ ଦର୍ପଣେ ଧରି ଆଦରେ ଯମୁନା। ତ ଯମୁନା କ'ଣ କରିଥିଲା ନା ତାର ହୃଦୟ ଦର୍ପଣରେ, ଯମୁନା ହୃଦୟ ଦର୍ପଣରେ ବା ଯମୁନା ନଦୀ ହୃଦୟ ଦର୍ପଣରେ, ମନ ଦର୍ପଣରେ ଆବୁରି ନେଇଥିଲା ଦୁଇଟା ସହରକୁ। ଅବିରତ ନୃତ୍ୟେ ରତ ଥିଲୁ ଉଲ୍ଲୋଳିନ, ସୁନୀଳ ପ୍ରବାହ ତୋର ଆଜି ବହମାନ। ତେଣୁ ସେ ଯମୁନା ନଦୀ କହିଛନ୍ତି, ସେ ଯମୁନା ନଦୀ କ'ଣ ନା କ'ଣ? ଯମୁନା ନଦୀ କହୁଛନ୍ତି ତୁ ଯେଉଁ କ୍ରୀଡ଼ାରତ କରୁଥିଲୁ, ତୁ ଯେଉଁ କ୍ରୀଡ଼ାରତ କରୁଥିଲୁ, ଅବିରତ ନୃତ୍ୟ କରୁଥିଲୁ ନାଇଁ, କଲ୍ଲୋଳିନୀ, କଲ୍ଲୋଳିନୀ ମାନେ ତରଙ୍ଗରେ କ୍ରୀଡ଼ା କରୁଥିଲୁ। କିଏ? ଯମୁନା ନଦୀ। ସୁନୀଳ ପ୍ରବାହ ତୋର ଆଜି ବହମାନ, ଆଜି ବି ତୋର ସୁନୀଳ ପ୍ରବାହ, ଗାଢ଼ ନୀଳରେ ଦୌଡ଼ୁଥିବା ଧାରା ତୋର ଆଜି ବି ସେଇ ସୁନୀଳ ପ୍ରବାହ ଅଛି। ପୂରବେ ଯେପରି ବହୁଥିଲୁ ତରଙ୍ଗିଣୀ, ତରଙ୍ଗିଣୀ ମାନେ କ'ଣ? ନଦୀ। ଯେମିତି ତରଙ୍ଗ ଭରା ନଦୀ ହେଇକି ବହୁଥିଲୁ, ଆଜି ବି ସେଇ ଅଛୁ। କିନ୍ତୁ କିବା ଅଦ୍ଭୁତ ବିଧିର ବିଧାନ, ବିଧିର ବିଧାନ ଏମିତିଆ, ସେ ବିଧିର ବିଧାନ ଏମିତିଆ, କ୍ରୂର ନିୟତର ବା ଦୁର୍ଭାଗ୍ୟର ବ୍ୟବସ୍ଥା ଏମିତିଆ। ସେ କ'ଣ ନା ତୋ ଜଳ ବୁଦ୍ବୁଦ୍ ସମସ୍ତେ ଐଶ୍ୱର୍ଯ୍ୟ ଲୁପ୍ତ ଲୋ ତଟିନୀ, ତଟିନୀ ମାନେ ନଦୀ। କିନ୍ତୁ ଦୁର୍ଭାଗ୍ୟର ଅବସ୍ଥା ଯେ ଜଳ ବୁଦ୍ବୁଦ୍ ସମ, ତୋର ତୋର ପାଣିର ବୁଦ୍ବୁଦ୍ ସମ, ପାଣିର ବୁଦ୍ବୁଦ୍ ସମ ସେ ଐଶ୍ୱର୍ଯ୍ୟ, ଯେଉଁ ଐଶ୍ୱର୍ଯ୍ୟ ଥିଲା ହସ୍ତିନାପୁର କିମ୍ବା କାହାର ନା ଇନ୍ଦ୍ରପ୍ରସ୍ଥର, ଏଗୁଡ଼ିକ ବର୍ତ୍ତମାନ କ'ଣ ନା ଲୁପ୍ତ, ବର୍ତ୍ତମାନ ଲୁପ୍ତ ହୋଇଯାଇଛି ହେଉଛି ପିଲାମାନେ। ତେଣୁ 7 ନମ୍ବର ପର୍ଯ୍ୟନ୍ତ ଆମେ ପଢ଼ିଲେ, ଆଉ 4ଟି ପଂକ୍ତି ଆମେ ଆଉ ଗୋଟିଏ ଭିଡ଼ିଓରେ ପଢ଼ିବା। ତେଣୁ ବହୁତ ଭଲ ଲାଗିଥିବ, ନିଶ୍ଚୟ ଭିଡ଼ିଓଟା ଦେଖିଲେ ବୁଝିପାରିବ। ରହିଲି, ଥ୍ୟାଙ୍କ ୟୁ ଭେରି ମଚ୍। ବନ୍ଦେ ଉତ୍କଳ ଜନନୀ।